ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ବିଶ୍ୱସ୍ତ ସାଥୀ ଯନ୍ତ୍ରମାନବ ବିଷୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଆସ କଥାବାର୍ତ୍ତା ହେବା। କ ନମ୍ବର ପ୍ରଶ୍ନ ଡେଟନ୍ ସହରର ଟେଲିଭିଜନ କେନ୍ଦ୍ରର କାର୍ଯ୍ୟକ୍ରମକୁ କିଏ ପ୍ରସାରଣ କରୁଥିଲେ? ଉତ୍ତର ଡେଟନ୍ ସହରର ଟେଲିଭିଜନ କେନ୍ଦ୍ରର କାର୍ଯ୍ୟକ୍ରମକୁ ଜଣେ ମହିଳା ପ୍ରସାରଣ କରୁଥିଲେ। ଖ ନମ୍ବର ପ୍ରଶ୍ନ ତାଙ୍କୁ ଦେଖି ଲେଖକଙ୍କର ସନ୍ଦେହ ହେଲା କାହିଁକି? ଉତ୍ତର ସେ ଜଣେ ଯନ୍ତ୍ର ମଣିଷ ଥିଲେ। ତାଙ୍କୁ ଖୁବ୍ ସୁନ୍ଦର ଭାବରେ ମହିଳା ପୋଷାକରେ ସଜାଇ ଦିଆଯାଇଥିଲା। ତେଣୁ ତାଙ୍କ ହାତର ସ୍ପର୍ଶ ଅନୁଭବ କରି ଲେଖକଙ୍କର ସନ୍ଦେହ ହେଲା। ଗ ନମ୍ବର ପ୍ରଶ୍ନ ରୋବୋଟ୍ କରିପାରୁଥିବା କେତୋଟି କାମର ନାମ କୁହ? ଉତ୍ତର ରୋବୋଟ୍ କରୁଥିବା କେତୋଟି କାମ ହେଉଛି ଫୁଟବଲ ଖେଳିବା, ନୃତ୍ୟ ପରିବେଷଣ କରିବା, ରୋଗୀର ଶରୀରରେ ଅସ୍ତ୍ରୋପଚାର କରିବା, ସମୁଦ୍ର ଭିତରେ ପାଇପ୍ ବିଛାଇବା, କେବୁଲ ପକାଇବା ଇତ୍ୟାଦି। ଘ ନମ୍ବର ପ୍ରଶ୍ନ ଭାରତରେ ତିଆରି ରୋବୋଟ୍ର ନାମ କ'ଣ? ଉତ୍ତର ଭାରତରେ ତିଆରି ରୋବୋଟ୍ର ନାମ ନଟରାଜ। ୱ ନମ୍ବର ପ୍ରଶ୍ନ କାରେଲ୍ କାପେକ୍କୁ ଲୋକେ ଭୁଲି ନାହାନ୍ତି କାହିଁକି? ଉତ୍ତର କାରେଲ୍ କାପେକ୍କୁ ଲୋକେ ରୋବୋଟ୍ର ଜନ୍ମଦାତା ବୋଲି ମାନି ନେଇଛନ୍ତି, ତେଣୁ ତାଙ୍କୁ ଭୁଲି ନାହାନ୍ତି। 2 ନମ୍ବର ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କରିବା। କ ନମ୍ବର ମୋ ଦେଶ ଭାରତ ବହୁ ଗୁଣବାନ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି। ଖ ନମ୍ବର ଏବେ ଦୂରଦର୍ଶନରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ଗ ନମ୍ବର ଯୁଦ୍ଧ ଭୂଇଁରେ ଯୁଦ୍ଧ କରିବା ରୋବୋଟ୍ର ଏକ ବିସ୍ମୟକର କାର୍ଯ୍ୟ। ଘ ନମ୍ବର ଆଜିକାଲି କୃତ୍ରିମ ଉପାୟରେ ବର୍ଷା ସୃଷ୍ଟି କରାଗଲାଣି। ୱ ନମ୍ବର 1200 ସୁଦକ୍ଷ କାରିଗର କୋଣାର୍କ ମନ୍ଦିର ଗଢ଼ିଥିଲେ। 3 ନମ୍ବର ଯେ ଜ୍ଞାନ ଦାନ କରନ୍ତି ତାଙ୍କୁ ଗୋଟିଏ ପଦରେ ଜ୍ଞାନଦାତା କୁହାଯାଏ। ସେପରି ତଳ ଉକ୍ତିଗୁଡ଼ିକୁ ଗୋଟିଏ ପଦରେ କ'ଣ କୁହାଯିବ କୋଠରୀରେ ଲେଖିବା। ଯେ ବିଦ୍ୟା ଦେଇଥାନ୍ତି ବିଦ୍ୟାଦାତା, ଯେ ମୁକ୍ତି ଦେଇଥାନ୍ତି ମୁକ୍ତିଦାତା, ଯେ ଅନ୍ନ ଦେଇଥାନ୍ତି ଅନ୍ନଦାତା, ଯେ ସିଦ୍ଧି ଦେଇଥାନ୍ତି ସିଦ୍ଧିଦାତା, ଯେ ବୁଦ୍ଧି ଦେଇଥାନ୍ତି ବୁଦ୍ଧିଦାତା, ଯେ ଧନ ଦେଇଥାନ୍ତି ଧନଦାତା। 4 ନମ୍ବର ମୂଲ୍ୟ ଶବ୍ଦରେ ବାନ୍ ଯୋଗ କଲେ ମୂଲ୍ୟବାନ ହୁଏ ଓ ଏହାର ଅର୍ଥ ଅଧିକ ମୂଲ୍ୟ ଥିବାକୁ ବୁଝାଏ। ସେହିଭଳି ତଳ ଶବ୍ଦଗୁଡ଼ିକର ଯେଉଁ ଯେଉଁ ଶବ୍ଦ ଗଢ଼ାଯାଇପାରିବ ଲେଖି ବାକ୍ୟ ଗଠନ କରିବା। ଗୁଣ ଗୁଣବାନ, ଗୁଣବାନ ବ୍ୟକ୍ତି ହିଁ ସମ୍ମାନ ଲାଭ କରିଥାଏ। ଧନ ଧନବାନ, ଅମ୍ବାନୀ ଜଣେ ଧନବାନ ଶିଳ୍ପପତି ଅଟନ୍ତି। ପୁଣ୍ୟ ପୁଣ୍ୟବାନ, ଗାନ୍ଧୀଜୀ ଜଣେ ପୁଣ୍ୟବାନ ମହାତ୍ମା ଥିଲେ। ଧୈର୍ଯ୍ୟ ଧୈର୍ଯ୍ୟବାନ, ଗୋପବନ୍ଧୁ ଦାସ ଧୈର୍ଯ୍ୟବାନ ନେତା ଥିଲେ। ନୀତି ନୀତିବାନ, ରାମବାବୁ ଜଣେ ନୀତିବାନ ବ୍ୟକ୍ତି ଅଟନ୍ତି। ଜ୍ଞାନ ଜ୍ଞାନବାନ, ଜ୍ଞାନବାନ ବ୍ୟକ୍ତି ସବୁବେଳେ ସମ୍ମାନ ପାଇଥାଏ। 5 ନମ୍ବର ସୁଦକ୍ଷ କହିଲେ ଉତ୍ତମ ଭାବରେ ଦକ୍ଷ, ଅଧିକ ଦକ୍ଷ ଅର୍ଥକୁ ବୁଝାଏ। ସେହିପରି ତଳ ଶବ୍ଦଗୁଡ଼ିକର ଅର୍ଥ କ'ଣ ହେବ ଲେଖିବା। ସୁସ୍ପଷ୍ଟ, ଉତ୍ତମ ଭାବରେ ଅତି ସ୍ପଷ୍ଟ, ଅଧିକ ସ୍ପଷ୍ଟ। ସୁଚିନ୍ତିତ, ଉତ୍ତମ ଭାବରେ ଅତି ଚିନ୍ତିତ, ଅଧିକ ଚିନ୍ତିତ। ସୁସ୍ୱାଦୁ, ଉତ୍ତମ ଭାବରେ ଅତି ସ୍ୱାଦୁ, ଅଧିକ ସ୍ୱାଦୁ। ସୁସମ୍ପର୍କ, ଉତ୍ତମ ଭାବରେ ଅତି ସମ୍ପର୍କ, ଅଧିକ ସମ୍ପର୍କ। ସୁବିଦିତ, ଉତ୍ତମ ଭାବରେ ଅତି ବିଦିତ, ଅଧିକ ବିଦିତ। ସୁଯୋଗ୍ୟ, ଉତ୍ତମ ଭାବରେ ଅତି ଯୋଗ୍ୟ, ଅଧିକ ଯୋଗ୍ୟ। ସୁନାମ, ଉତ୍ତମ ଭାବରେ ଅତି ନାମ, ଅଧିକ ନାମ। 6 ନମ୍ବର ବାଧ୍ୟ ନିହାତି ବାଧ୍ୟ,
ସେଭଳି ତଳ ଶବ୍ଦଗୁଡ଼ିକ କ'ଣ ହେବ ଲେଖିବା। ବୋକା ନିହାତି ବୋକା, ଆବଶ୍ୟକ ନିହାତି ଆବଶ୍ୟକ, ମୂର୍ଖ ନିହାତି ମୂର୍ଖ, ଅସୁନ୍ଦର ନିହାତି ଅସୁନ୍ଦର। 7 ନମ୍ବର, ଯେପରି ବିସ୍ମୟ ଶବ୍ଦରୁ ବିସ୍ମିତ ହୋଇଛି ସେପରି ତଳ ଶବ୍ଦଗୁଡ଼ିକ କ'ଣ ହେବ ଲେଖିବା। ପ୍ରଦର୍ଶନ ପ୍ରଦର୍ଶିତ, ଚିନ୍ତା ଚିନ୍ତିତ, ଆକର୍ଷଣ ଆକର୍ଷିତ, ଚର୍ଚ୍ଚା ଚର୍ଚ୍ଚିତ, ଗର୍ବ ଗର୍ବିତ। 8 ନମ୍ବର, ରୁଚି ଶବ୍ଦ ସହିତ କର ଯୋଗ କଲେ ରୁଚିକର ହୁଏ। ସେହିପରି ତଳ ଶବ୍ଦଗୁଡ଼ିକରେ କର ଯୋଗ କଲେ ଯେଉଁ ନୂଆ ଶବ୍ଦଟି ହେବ ତାକୁ ବାକ୍ୟରେ ବ୍ୟବହାର କରିବା। ବିସ୍ମୟ ବିସ୍ମୟକର, ଏହା ଏକ ବିସ୍ମୟକର ଘଟଣା। ପ୍ରୀତି ପ୍ରୀତିକର, ରାମ ଓ ଶ୍ୟାମ ଭିତରେ ବନ୍ଧୁତା ପ୍ରୀତିକର ଅଟେ। ଲଜ୍ଜା ଲଜ୍ଜାକର, ରାମ ଯେଉଁ କାମ କଲା ତାହା ଲଜ୍ଜାକର। ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟକର, ସ୍ୱାସ୍ଥ୍ୟକର ପରିବେଶରେ ରହିଲେ ଦେହ ସୁସ୍ଥ ରହିବ। ହିତ ହିତକର, ସକାଳ ଭ୍ରମଣ ସ୍ୱାସ୍ଥ୍ୟ ପାଇଁ ହିତକର। କଷ୍ଟ କଷ୍ଟକର, ଏ କାମ ମୋ ପାଇଁ କଷ୍ଟକର। 9 ନମ୍ବର, ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା। କ. ଡେଟନ ସହରର ଦୂରଦର୍ଶନ କେନ୍ଦ୍ରରେ କିଏ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲେ? ଉତ୍ତର, ଡେଟନ ସହରର ଦୂରଦର୍ଶନ କେନ୍ଦ୍ରରେ ଜଣେ ମହିଳା କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲେ। ଖ ନମ୍ବର, ସେ କର୍ମଚାରୀ ଜଣକ ବିଶ୍ରାମ ଲୋଡ଼ନ୍ତି ନାହିଁ କାହିଁକି? ଉତ୍ତର, ସେ କର୍ମଚାରୀ ଜଣକ ଗୋଟିଏ ଯନ୍ତ୍ର ମଣିଷ ହୋଇଥିବାରୁ ବିଶ୍ରାମ ଲୋଡ଼ନ୍ତି ନାହିଁ। ଗ ନମ୍ବର ପ୍ରଶ୍ନ, ସେଦିନର କେଉଁ ଅସଲ କଥାଟି ସମସ୍ତଙ୍କୁ ହସାଇଥିଲା? ଉତ୍ତର, ଡେଟନ ସହରର ଦୂରଦର୍ଶନ କେନ୍ଦ୍ରର ମହିଳା କର୍ମଚାରୀ ଜଣକ ଜଣେ ଜୀବନ୍ତ ମଣିଷ ନୁହନ୍ତି, ସୁନ୍ଦର ଭାବରେ ମହିଳା ପୋଷାକରେ ସଜାଯାଇଥିବା ଯନ୍ତ୍ର ମଣିଷ। ସେଦିନ ଜଣାପଡ଼ିଥିବା ଏହି ଅସଲ କଥାଟି ସମସ୍ତଙ୍କୁ ହସାଇଥିଲା। ଘ ନମ୍ବର, ଆମେରିକାର କଳକାରଖାନାରେ ରୋବଟମାନେ କି କି କାମ କରନ୍ତି ଲେଖ। ଉତ୍ତର, ଆମେରିକାର କଳକାରଖାନାରେ ଶହ ଶହ ରୋବୋଟ ବିଭିନ୍ନ ପ୍ରକାରର କାମ କରନ୍ତି। ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି କରିବା, କୋଠାଘର ଉପରକୁ ସିଡ଼ି ଚଢ଼ି ଚାଲିଯିବା, ଫୁଟବଲ ଖେଳିବା, ନୃତ୍ୟ ପରିବେଷଣ କରିବା, ରୋଗୀର ଅସ୍ତ୍ରୋପଚାର କରିବା ଇତ୍ୟାଦି କାର୍ଯ୍ୟ ଆମେରିକାର କଳକାରଖାନାରେ ରୋବଟମାନେ କରନ୍ତି। ୱ ନମ୍ବର, ଭାରତୀୟ ରୋବୋଟ ନଟରାଜ କି କି କାମ କରିପାରୁଛି ଲେଖ। ଉତ୍ତର, ମୁମ୍ବାଇ IIT ପକ୍ଷରୁ ଭାରତୀୟ ରୋବୋଟ ନଟରାଜ ନିର୍ମାଣ କରାଯାଇଛି। ଏହା 15 ମିନିଟରେ 100 ମିଟର ପର୍ଯ୍ୟନ୍ତ ଚାଲିପାରୁଛି। ସମୁଦ୍ର ତଳର ଗବେଷଣା ସହିତ ସମୁଦ୍ର ଭିତରେ ପାଇପ୍ ବିଛାଇବା, କେବୁଲ ପକାଇବା ଇତ୍ୟାଦି କାମ ଏହା କରିପାରୁଛି। ପିଲାମାନେ, ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।